ନମସ୍କାର ବନ୍ଧୁଗଣ। ଆମେ ଶୁଣୁଛେ ଉପନ୍ୟାସ ଉପନାୟିକା ଲେଖିକା ପ୍ରତିଭା ରାୟ। ମନ ପରିବର୍ତ୍ତନ କରିବେ ନାହିଁ ତ? ଏମିତି ଅନେକ ଦୃଷ୍ଟାନ୍ତ ଅଛି ମୋ ଆଗରେ। ସେଇ କଥା ମୁଁ ସୁଖେନ୍ଦୁଙ୍କୁ କହିଦେଲି। ସୁଖେନ୍ଦୁ କହିଥିଲେ, କୌଣସି ଭାରତୀୟ ଝିଅକୁ ସେ ଆଜି ପର୍ଯ୍ୟନ୍ତ ପସନ୍ଦ କରିପାରି ନାହାନ୍ତି। ସେମାନଙ୍କଠାରେ ଗୁଡ଼ାଏ ଲଜ୍ଜା, ଅଭିମାନ, ଅହଙ୍କାର ଭରି ରହିଥାଏ। ବେଳେବେଳେ ଯୁଗ୍ମ ଜୀବନକୁ ତାହା ଦୁଃସହ କରେ। ମୋରି ଭଳି ଖୋଲା ଝିଅଟିଏ ସେ ମନେ ମନେ ପସନ୍ଦ କରି ଆସିଛନ୍ତି। କୌଣସି ଭାରତୀୟ ଝିଅ ତାଙ୍କର ପୌରୁଷକୁ ମୋ ଭଳି ଉଦ୍ବେଳିତ କରିନାହାନ୍ତି। ଭାରତୀୟ ଝିଅମାନଙ୍କୁ ସୁଖୀ କରିବାକୁ ହେଲେ ଜୀବନ ସାରା ଗୁଡ଼ାଏ ମିଥ୍ୟା ଚାଟୁବାକ୍ୟ କହି ଚାଟୁକାର ପାଲଟିବାକୁ ହୁଏ। ସେ କଥା ତାଙ୍କର ପସନ୍ଦ ନୁହେଁ। ପୁରୁଷର ପ୍ରେମ ପାଇଁ ପାଗଳିନୀ ପାଲଟିଲେ ବି ସେମାନେ କୌଣସି ଦିନ ସ୍ୱାମୀ ପାଖରେ ପ୍ରେମ ଯାଚନା କରନ୍ତି ନାହିଁ। ସେଥିରେ ତାଙ୍କର ନାରୀତ୍ୱ କୁଆଡ଼େ ଅପମାନିତ ହୁଏ। ପୁରୁଷକୁ ସବୁବେଳେ ସ୍ତ୍ରୀର କୃପାଭିକ୍ଷା କରିବାକୁ ହୋଇଥାଏ। ସେଥିରେ ନାରୀ ଖୁବ୍ ଆନନ୍ଦ ପାଇଥାଏ। ଏମିତି ଅନେକ କଥା କହିଲେ ସୁଖେନ୍ଦୁ। ତାପରେ ଆମର ବିବାହ ହୋଇଗଲା। ଆମେ ସୁଖୀ ଦମ୍ପତି ହୋଇ ଉଠିଲୁ। କିନ୍ତୁ କିନ୍ତୁ କ'ଣ ଇଭ୍? ଏବେ କ'ଣ ତୁମେ ସୁଖୀ ନୁହଁ? କ'ଣ ହୋଇଛି ତମର? ଏ ବଦମାସ କିଛି ଚୁଗଲି କରିଛି ନା କ'ଣ? ସୁଖେନ୍ଦୁ ଉତ୍କଣ୍ଠାରେ ପ୍ରଶ୍ନ କଲେ। ଇଭା ହସିଦେଇ କହିଲେ, ନା, ସେମିତି କିଛି କଥା ଘଟିନାହିଁ। ମୁଁ ତମ କଥା ହିଁ କହୁଥିଲି। ଦ୍ରାକ୍ଷାକୁ ଦେଖିବା ପରେ ତମେ ସବୁ ବୁଝିପାରିଛ। ଭାରତୀୟ ଝିଅଙ୍କ ବିଷୟରେ ତମେ ଭୁଲ ମନ୍ତବ୍ୟ ଦେଇଥିଲ। ଦ୍ରାକ୍ଷାଙ୍କ ବ୍ୟକ୍ତିତ୍ୱରେ ଯେ କେହି ପ୍ରଭାବିତ ହେବାର କଥା, ସେ ମୋତେ ଇମ୍ପ୍ରେସ୍ କରିଛନ୍ତି। ଆଉ ତାଙ୍କର ସୌନ୍ଦର୍ଯ୍ୟ ତୁଳନା କରାଯାଏନା। ନାରୀର ଯେଉଁ ଲଜ୍ଜାଭାବଟିକୁ ତମେ ଦିନେ ଦୁଃସହ ମନେ କରୁଥିଲ, ତାହା ଯେ ନାରୀକୁ ଏତେ ରମଣୀୟ ଓ ଆକର୍ଷଣୀୟ କରିଦିଏ, ଦ୍ରାକ୍ଷାଙ୍କୁ ଦେଖିବା ପରେ ମୁଁ ସେ କଥା ବୁଝୁଛି। ତମେ ଦ୍ରାକ୍ଷାଙ୍କୁ ଆଗରୁ ଥରେ ମାତ୍ର ଦେଖିଥିଲେ ତମ ଜୀବନର ଗତି ଭିନ୍ନ ହୋଇଥାନ୍ତା। ତମର ଦୁର୍ଭାଗ୍ୟ, ତମ ସହ ଦ୍ରାକ୍ଷାଙ୍କର ଆଗରୁ ଭେଟ ହେଲା ନାହିଁ। ଭେଟ ହେଲା ବେଳକୁ ମୁଁ ବ୍ୟବଧାନ ହୋଇ ଠିଆ ହୋଇଛି। ଆଉ ସେ ହୋଇଛନ୍ତି କମଳେଶଙ୍କର ପତ୍ନୀ। ସୁଖେନ୍ଦୁ ଲଜ୍ଜାରେ ମଳିନ ପଡ଼ିଗଲେ। ଦ୍ରାକ୍ଷାକୁ ସେ ଚାହିଁ ପାରୁନାହାନ୍ତି। ଦ୍ରାକ୍ଷା ନିର୍ବିକାର। ସେ ଯେମିତି ଅନ୍ୟ କେଉଁ କଳ୍ପନା ରାଜ୍ୟରେ ହଜିଯାଇଛି। କମଳେଶ ଜଳି ଉଠୁଛନ୍ତି ସୁଖେନ୍ଦୁର ମିଥ୍ୟାଚାରରେ। ରୁକ୍ଷ କଣ୍ଠରେ ସେ କହିଲେ, ଇଭା ଦେବୀ, ଆପଣ ସୁଖେନ୍ଦୁର ପ୍ରକୃତ ସ୍ୱରୂପ ଜାଣନ୍ତି ନାହିଁ। ସେ ଗୋଟିଏ ମସ୍ତବଡ଼ ଚିଟ୍। ହି ଇଜ୍ ଏ ଲାୟାର। ଚୁପ୍ କର। ଆସିବା ଦିନରୁ ମୋତେ ଜଳାଇବାରେ ଲାଗିଛୁ। କିଏ ତୋତେ ଡାକିଥିଲା? ତା କଥା ଶୁଣ ନାହିଁ ଇଭ୍। ମୋତେ ଚିଡ଼େଇବା ତାର ଗୋଟିଏ ଅଭ୍ୟାସ। ସୁଖେନ୍ଦୁ ଆତଙ୍କିତ ହୋଇପଡ଼ିଥିଲେ ମନେ ମନେ। କମଳେଶ ହୁଏ ସବୁ କଥା ପଦାରେ ପକାଇଦେବ। ଦ୍ରାକ୍ଷାର ଏଥିରେ ନିଶ୍ଚୟ ସମର୍ଥନ ଅଛି। କିଛି ନ ଜାଣିବା ଭଳି ଚୁପଚାପ ହୋଇ ବସିଛି। ହୁଏତ ସେ କିଛି କହିଛି ଇଭାଙ୍କୁ। ଇଭା ତାଙ୍କୁ ଜେରା କରୁଛନ୍ତି ଯେମିତି। ଇଭା କୌତୂହଳୀ ହୋଇ ପ୍ରଶ୍ନ କଲେ, ମିଷ୍ଟର କମଳେଶ, ତମ କଥାର ଅର୍ଥ କ'ଣ? ଦ୍ରାକ୍ଷାଙ୍କ ସହ ସୁଖେନ୍ଦୁଙ୍କର କ'ଣ ଆଗରୁ ଭେଟ ହୋଇଥିଲା? ଦ୍ରାକ୍ଷାଙ୍କ ସହ ଭେଟ ହୋଇଥିଲେ ସେ ତ ମୋତେ ଏମିତି ତରବରରେ ବିବାହ କରି ପକାଇ ନଥାନ୍ତେ। କଥାଟା ଖୋଲି କୁହନ୍ତୁ ନା। କମଳେଶ ଗମ୍ଭୀର କଣ୍ଠରେ କହିଲେ, ତାକୁ ପଚାରନ୍ତୁ। ଦ୍ରାକ୍ଷା ଭଳି ଝିଅ ତାର ପସନ୍ଦ ହୋଇଥିଲା କି ନା ସେ ନିଜେ ସବୁ କଥା ଖୋଲିକରି କହୁ। ସୁଖେନ୍ଦୁ ବିଷମ ସଙ୍କଟରେ ପଡ଼ିଯାଇଛନ୍ତି। ଇଭା ନଥିଲେ ସେ କମଳେଶର ଗଳା ଚିପି ଧରନ୍ତି। ସେ ଏବେ କ'ଣ କରିବେ ବୁଝିପାରୁନାହାନ୍ତି। ଦ୍ରାକ୍ଷାଙ୍କ ପ୍ରତି ତାଙ୍କ ଆଖିରେ ଭର୍ତ୍ସନା। କ'ଣ ଦରକାର ଥିଲା କମଳେଶଙ୍କୁ ଧରି ଏତେ ବାଟ ଧାଇଁ ଆସିବା? ଇଭା ପ୍ରଶ୍ନ କଲେ, ସୁଖେନ୍ଦୁ, ତମ କଥା ତମେ କହ। ସବୁ ବାଜେ କଥା। ସୁଖେନ୍ଦୁ ଚିତ୍କାର କଲେ ରାଗରେ। ଦ୍ରାକ୍ଷା ଶାନ୍ତ କଣ୍ଠରେ କହିଲେ, ତାଙ୍କ କଥା ମୁଁ କହିବି, ବିଶ୍ୱାସ ହବ ତ? ଚମକି ପଡ଼ିଲେ ସୁଖେନ୍ଦୁ। ଉତ୍ଫୁଲ୍ଲ ହୋଇଉଠିଲେ କମଳେଶ। ଅବାକ୍ ହେଲେ ଇଭା। ଅନ୍ତରଙ୍ଗ କଣ୍ଠରେ ଇଭା କହିଲେ, କୁହ ଦ୍ରାକ୍ଷା, ତମକୁ ପୁଣି ଅବିଶ୍ୱାସ କରିବ କି?
ସୁଖେନ୍ଦୁ ଅସହାୟ ଭାବରେ ମୁଣ୍ଡ ଝୁଙ୍କାଇ ବସି ରହିଲେ। କମଳେଶଙ୍କ ଆଖିରେ ନିଷ୍ଠୁର ଉଲ୍ଲାସ ନୃତ୍ୟ କରି ଉଠିଲା। ଦ୍ରାକ୍ଷା ଆଖିରେ କମଳେଶଙ୍କ ପ୍ରତି କଠୋର ଆଦେଶ, ଯାହାର ଅର୍ଥ ତମେ ଚୁପ୍ ରୁହ, ମୋ କଥା ମୁଁ ବୁଝିବି। ତମେ ଏଠି କିଏ? କମଳ ଗୁମ୍ ମାରି ବସି ରହିଲି। ଦ୍ରାକ୍ଷା ଆରମ୍ଭ କଲେ। ବନ୍ଧୁ କମଳେଶଙ୍କ ବାଧ୍ୟବାଧକତାରେ ପଡ଼ି ସୁଖେନ୍ଦୁ ଦ୍ରାକ୍ଷା ଭଳି ଝିଅର ଘନିଷ୍ଠ ସଂସ୍ପର୍ଶରେ ଦିନା କେତେ ଆସିଥିଲେ। ବନ୍ଧୁଙ୍କ ଖାତିରରେ ସେ ଝିଅଟାକୁ ଖୁବ୍ ତାରିଫ କରୁଥିଲେ। ତାର ରୂପ, ଗୁଣ, ବ୍ୟକ୍ତିତ୍ୱର ପ୍ରଶଂସାରେ ଶତମୁଖ ହୋଇ ଉଠିଥିଲେ। ଇଂଲଣ୍ଡ ନ ଆସିଥିଲେ ବନ୍ଧୁଙ୍କ ମତାମତ ଓ ରୁଚିବୋଧକୁ ସମ୍ମାନ ଦେବାକୁ ଯାଇ ହୁଏତ ଚିରଦିନ ଝିଅଟାକୁ ମିଥ୍ୟା ପ୍ରଶଂସା କରି ଜୀବନ କାଟିଥାନ୍ତେ। ତାଙ୍କ ମିଥ୍ୟା ପ୍ରେମକୁ ସତ୍ୟ ଭାବି ଝିଅଟା ଜୀବନରେ ଅନେକ ସ୍ୱପ୍ନକୁ ସାର୍ଥକ କରିଥାନ୍ତା। ହେଲେ ତାଙ୍କ ନିଜର କ'ଣ ଲାଭ ହୋଇଥାନ୍ତା? ସେ ସୁଖୀ ହୋଇଛନ୍ତି ବୋଲି ଅଭିନୟ କରିଥିଲେ ମଧ୍ୟ ନିଜେ ସୁଖୀ ହୋଇନାହାନ୍ତି। ବରଂ ଏଠାରେ ଆପଣଙ୍କୁ ପାଇ ସେ ସୁଖୀ ହୋଇଛନ୍ତି ଏବଂ ଆପଣଙ୍କୁ ସୁଖୀ କରିଛନ୍ତି। ଆମ ପକ୍ଷେ ଏହା ସୁଖର କଥା। କମଳେଶଙ୍କ ଦ୍ୱାରା ନିର୍ବାଚିତ ହେବା ଝିଅକୁ ସେ ପସନ୍ଦ କରିବାକୁ ବାଧ୍ୟ ନୁହନ୍ତି। ଏଥିରେ କମଳେଶଙ୍କର କ୍ଷୁଣ୍ଣ ହେବାର କ'ଣ ଅଛି? ଆଉ ସେଇ ଝିଅଟା, ତାର କ'ଣ ହେଲା? ଇଭା ପ୍ରଶ୍ନ କଲା। ଦ୍ରାକ୍ଷା ସେମିତି ନିର୍ବିକାର ଭଙ୍ଗୀରେ କହିଲେ, କ'ଣ ହେବ ଆଉ? ସୁଖେନ୍ଦୁଙ୍କ ମିଥ୍ୟା ପ୍ରଶଂସାକୁ ସତମଣି କିଛିଟା ସ୍ୱପ୍ନ ଦେଖୁଥିଲା। ଏବେ ସେ ସ୍ୱପ୍ନଭଙ୍ଗ ହୋଇଛି। ପୁରୁଷ ମୁଖରେ ନାରୀର ରୂପଗୁଣର ପ୍ରଶଂସାକୁ ପ୍ରେମ ମନେ କରି ଅନେକ ଝିଅ ଦୁଃଖ ପାଆନ୍ତି। କିନ୍ତୁ ସେମିତି ପ୍ରଶଂସା କରିବାଟା ତ ଗୋଟେ ଲୌକିକ ଶିଷ୍ଟାଚାର ହୋଇ ଉଠିଛି ଆଜିର ଆଧୁନିକ ସଭ୍ୟ ମଣିଷ ପକ୍ଷରେ। ଝିଅଗୁଡ଼ା ସେ କଥା ବୁଝନ୍ତି ନାହିଁ ମୋଟେ। ନାରୀର ଦେହ, ରଙ୍ଗ, ମୁଖର ଗଠନ, ଶାଢ଼ୀର ରଙ୍ଗ, ଗହଣାର ଡିଜାଇନ, ହାତରନ୍ଧା ଇତ୍ୟାଦିର ପ୍ରଶଂସା କରିବାଟା ସାଧାରଣ ସୌଜନ୍ୟ। ସୁଖେନ୍ଦୁ ସେତିକି ମାତ୍ର କରିଥିଲେ। ସେଇ ଝିଅଟି ଯଦି ତାକୁ ପ୍ରେମ ମନେ କରିଥାଏ ତେବେ ସେଥିରେ ସୁଖେନ୍ଦୁଙ୍କ କ'ଣ କରିବେ? ମୁଁ ଏଠାରୁ ଫେରିଗଲେ ଝିଅଟାକୁ ପ୍ରକୃତ କଥା ବୁଝେଇଦେବି। ତାପରେ ସେ ବୁଝିଯିବ। ଆମ ଦେଶର ଝିଅଗୁଡ଼ାକୁ ବୁଝେଇଦେବା ଖୁବ୍ ସହଜ, କାରଣ ଅବୁଝା ହେବା ପାଇଁ ତାଙ୍କୁ ସୁଯୋଗ ମିଳେ ନାହିଁ। ଅବୁଝା ହେବା ତାଙ୍କ ପକ୍ଷେ ବୋକାମି। ସୁଖେନ୍ଦୁଙ୍କର ଆଖି ଦୁଇଟା ଏ ଭିତରେ ସଜଳ ହୋଇ ଉଠିଥିଲା। ଗୋଟିଏ ଉପସ୍ଥିତ ବିପଦରୁ ଦ୍ରାକ୍ଷା ତାଙ୍କୁ ବଞ୍ଚାଇ ଦେଇଥିବା ଯୋଗୁଁ ସେ ଖୁସି ହୋଇଥିଲେ ମଧ୍ୟ ଅସହାୟ ହୋଇ ଉଠିଥିଲା ତାଙ୍କ ଦୃଷ୍ଟି। ଓଠ ନୁହେଁ, ତାଙ୍କ ଆଖି ଦୁଇଟା କହୁଥିଲା, ଦ୍ରାକ୍ଷା, ଦୟାକରି ସେପରି କୁହ ନାହିଁ। ତମ ପ୍ରତି ମୋର ପ୍ରେମ କୌଣସି ଦିନ ମିଥ୍ୟା ନଥିଲା, ଆଜି ମଧ୍ୟ ନୁହେଁ। କମଳେଶର ପସନ୍ଦକୁ ମୁଁ ସମ୍ମାନ ଦେବା ପାଇଁ ତମକୁ ଗ୍ରହଣ କରିନଥିଲି। ପ୍ରଥମ ଦେଖାରେ ହିଁ ମୁଁ ତମ ପ୍ରେମରେ ପଡ଼ିଯାଇଥିଲି। ଗୋଟିଏ କ୍ଷଣିକ ସୁଖର ପ୍ରଲୋଭନରେ ପଡ଼ି ମୁଁ ତମ ପ୍ରେମକୁ ଅପମାନିତ କରିଥିଲେ ମଧ୍ୟ ମୋର ପ୍ରେମ ଛଳନା ନଥିଲା। ସେପରି କହି ମୋତେ କଷ୍ଟ ଦିଅ ନାହିଁ। ସୁଖେନ୍ଦୁଙ୍କ ଦୃଷ୍ଟିର ଭାଷାରେ ଲିପିବଦ୍ଧ କରୁଣ ରସଭରା ପ୍ରେମ କବିତାଟିକୁ ପଢ଼ି ନେଇ ଦ୍ରାକ୍ଷା ଚୁପ୍ ହୋଇଗଲେ। ଇଭା ହାଲକା ହସ ହସି ପ୍ରଶ୍ନ କଲେ, ଏ କଥା ମୋତେ କେବେ କହିନାହିଁ ତ ସୁଖେନ୍ଦୁ? ନିଜ ଭିତରର ଦୁର୍ବଳ ଅସହାୟତାକୁ ଜୋର କରି ଅତିକ୍ରମ କରି ଯିବା ପାଇଁ ସୁଖେନ୍ଦୁ ଅପ୍ରାସଙ୍ଗିକ ଭାବେ ହସି ଉଠି କହିଲେ, ଏଇଟା କ'ଣ କହିବାର କଥା? ପ୍ରତିଦିନ କେତେ ଝିଅଙ୍କର ଜୋତାଠାରୁ ଆରମ୍ଭ କରି ଛତାର ତାରିଫ କରିବାକୁ ପଡ଼େ। ସେ କଥା ତମକୁ ଆସି କହିବାକୁ ହେବ ତେବେ? ଇଭା ଖିଲି ଖିଲି ହସି ଉଠି କହିଲେ, ଏପର୍ଯ୍ୟନ୍ତ ତମେ ବନ୍ଧୁ ପତ୍ନୀକୁ ତାରିଫ କରିନାହଁ ଥରଟିଏ। ଅଥଚ ଲୌକିକତା ଯୋଗୁଁ ନୁହେଁ, ପ୍ରକୃତପକ୍ଷେ ସେ ଅନେକ ଭାବରେ ପ୍ରଶଂସନୀୟା ହେବାର ପାତ୍ରୀ। ତାକୁ ବାଛିବାର କିଛି ନାହିଁ। କମଳେଶ ଭ୍ରୁକୁଟି କରି କହିଲେ, ମଣିଷ ଯାହାକୁ ସବୁଠୁ ବେଶୀ ପସନ୍ଦ କରେ ତାକୁ ପ୍ରକାଶ କରିପାରେ ନାହିଁ। ସେଥିପାଇଁ ମୁଖର ଭାଷା ତ ଯଥେଷ୍ଟ ହେବ ନାହିଁ, କିମ୍ବା ତାର ପସନ୍ଦଟା ସେ ଆପଣଙ୍କ ସାମ୍ନାରେ ଖୋଲି କହିପାରେ ନାହିଁ। ଏମିତି କିଛି ହୋଇଥିବ। ସୁଖେନ୍ଦୁ ପୁଣି ଥରେ ଅପ୍ରତିଭ ହୋଇ ପଡ଼ୁ ଦ୍ରାକ୍ଷା କହିଲେ,
ନିଜର ଲୋକଙ୍କ ପାଖରେ ଲୌକିକତା ଚଳେନା। ମୁଁ ତ ବାହାରର ଝିଅଟିଏ ନୁହେଁ। ପ୍ରକୃତରେ ପସନ୍ଦ ନ କରି ମିଥ୍ୟା ପ୍ରଶଂସା କରିବେ କାହିଁକି? ସେ ଯେ ମୋତେ ଆଦୌ ପସନ୍ଦ କରନ୍ତି ନାହିଁ ଏ କଥା ଏଥିରୁ ସ୍ପଷ୍ଟ। ସବୁ ଝିଅଙ୍କୁ ତ ସମସ୍ତେ ପସନ୍ଦ କରିବେ ନାହିଁ। ଇଭାଙ୍କ ସାମ୍ନାରେ ମୁଁ ବା କ'ଣ ମିଥ୍ୟା ପ୍ରଶଂସା କରି ସେ ମୋତେ ଲଜ୍ଜା ଦେବାକୁ ଚାହାନ୍ତି ନାହିଁ। ସେଥିପାଇଁ ମୁଁ ତାଙ୍କ ପାଖରେ କୃତଜ୍ଞ। କମଳେଶ କହିଲେ, ସୁଖେନ୍ଦୁ ପ୍ରତି ତମ କୃତଜ୍ଞତାର ଋଣ ଶୁଝିବା ପାଇଁ ତମ ସମଗ୍ର ଜୀବନର ତ୍ୟାଗ ଯଥେଷ୍ଟ ହେବ ନାହିଁ ଦେଖୁଛି। ମନେ ହେଉଛି ମୋ ଠାରୁ ତମେ ତାକୁ ଦେଖି ବୁଝି ନେଇଛ। ଆହୁରି ଥରେ ଅପ୍ରାସଙ୍ଗିକ ଭାବେ ହସି ଉଠିଲେ ସୁଖେନ୍ଦୁ। ସମଗ୍ର କଥୋପକଥନର ସାରମର୍ମ ଇଭାଙ୍କ ପାଖରେ ଅବୁଝା ହୋଇଗଲା। ସେଦିନ କମଳେଶ ଜାଣି ଜାଣି ଇଭାଙ୍କୁ ଧରି ବୁଲି ବାହାରିଲେ। ସୁଖେନ୍ଦୁଙ୍କୁ କହିଲେ, ସବୁଦିନ ତ ଇଭାଙ୍କୁ ଧରି ବୁଲୁଛୁ, ଆଜି ଟିକେ ଦ୍ରାକ୍ଷାକୁ ନେଇ ବୁଲିଆ। ମୁଁ କିଛି ମାଇଣ୍ଡ କରିବିନି। ମୁଁ ମଧ୍ୟ ଇଭାଙ୍କୁ ନେଇ ବୁଲି ବାହାରିଛି। ଗତାନୁଗତିକ ଜୀବନର ଧାରାରେ ଟିକେ ପରିବର୍ତ୍ତନ ଭଲ ଲାଗେ ନାହିଁ କି? ତୁ ତ ସେ କଥା ଭଲ ଭାବେ ଅନୁଭବ କରୁଥିବୁ। ସୁଖେନ୍ଦୁଙ୍କୁ ଆଉ ଥରେ ଆକ୍ଷେପ କରି ରକ୍ତାକ୍ତ କରିଦେଲେ କମଳେଶ। ଇଭାଙ୍କୁ ସାଙ୍ଗରେ ନେଇ ଚାଲିଯିବା ପରେ ଫ୍ଲାଟରେ ଏକା ସୁଖେନ୍ଦୁ ଓ ଦ୍ରାକ୍ଷା। ଏମିତି ସୁଯୋଗଟିଏ ଖୋଜୁଥିଲେ ସୁଖେନ୍ଦୁ। ଦ୍ରାକ୍ଷା ଫେରିଯିବା ପୂର୍ବରୁ ତାଠାରୁ କ୍ଷମା ମାଗି ନ ନେଲେ ଇଭା ସହ ସେ ସମ୍ମୁଖମୟ ଜୀବନ ଅତିବାହିତ କରିପାରିବେ ନାହିଁ। ଦ୍ରାକ୍ଷା ପ୍ରତି ଅନ୍ୟାୟ କରିଛନ୍ତି ଭାବି ସେ ଜୀବନ ସାରା ସନ୍ତୁଳି ହେବେ। ନିମ୍ନ କଣ୍ଠରେ ସେ କହିଲେ, ଦ୍ରାକ୍ଷା, ମୁଁ ପ୍ରାୟଶ୍ଚିତ କରିବାକୁ ଚାହେଁ। କୁହ, କ'ଣ କଲେ ତୁମେ ସୁଖୀ ହେବ? ଦ୍ରାକ୍ଷା ଉପହାସ କରି କହିଲେ, ପାପୀ ଲୋକ ପ୍ରାୟଶ୍ଚିତ କରନ୍ତି, ତମର ପୁଣି ପାପ କ'ଣ? ତମେ ତ ପୁଣ୍ୟାତ୍ମା। ମୋତେ ପରିହାସ କରୁଛ? ସୁଖେନ୍ଦୁ ବ୍ୟଥିତ ଗଳାରେ ପଚାରିଲେ। ଦ୍ରାକ୍ଷା ସହଜ କଣ୍ଠରେ କହିଲେ, ପରିହାସ କରୁନାହିଁ, ସତ କଥା କହୁଛି। ଆମ ଦେଶରେ ଏଭଳି କାମରେ ପୁରୁଷକୁ ପାପ ଲାଗେ ନାହିଁ। ଯେତେ ସବୁ ପାପର ତାଲିକା ସ୍ତ୍ରୀମାନଙ୍କ ପାଇଁ। ତମର ଏଇଟା ଗୋଟିଏ ଖିଆଲ ହୋଇପାରେ, ପାପ ନୁହେଁ। ପାପ ନଥାଇ ପ୍ରାୟଶ୍ଚିତ କ'ଣ ପାଇଁ? ସୁଖେନ୍ଦୁ ଅନ୍ତରଙ୍ଗ ଗଳାରେ କହିଲେ, ଦ୍ରାକ୍ଷା, ମୁଁ ଯୁକ୍ତି କରିବାକୁ ଚାହେଁ ନାହିଁ। ଯୁକ୍ତିରେ ସମସ୍ୟାର ସମାଧାନ ହୁଏ ନାହିଁ, ବରଂ ସମସ୍ୟା ଜଟିଳ ହୁଏ। ମୋ ସମସ୍ୟାଟି ମୋ ଜୀବନର ଜଟିଳତମ ସମସ୍ୟା। ଆଉ ଅଧିକ ଜଟିଳ ହେବାର ଭୟ ନାହିଁ, ଦ୍ରାକ୍ଷା କହିଲେ। ସୁଖେନ୍ଦୁ ଶାନ୍ତ କଣ୍ଠରେ କହିଲେ, ସବୁ ସମସ୍ୟାର ସମାଧାନ ଅଛି, ତା ନହେଲେ ଜୀବନ ଅଚଳ ହୁଅନ୍ତା। ନିଶ୍ଚୟ ଅଛି, ସେ ଦାୟିତ୍ୱ ମୋର। ମୋ ଜୀବନ ସମସ୍ୟାର ସମାଧାନ ଏକା ଏକା କରି ଆଗେଇ ଯିବା ପାଇଁ ବହୁ ପୂର୍ବରୁ ତମେ ଚିଠିରେ ଲେଖି ଆସିଛ। ସେତେବେଳେ ମୁଁ ସେ କଥାର ଗୂଢ଼ ଅର୍ଥ ବୁଝିନଥିଲି, ଦ୍ରାକ୍ଷା ନିଥର କଣ୍ଠରେ କହିଲେ। ସୁଖେନ୍ଦୁ ଆଘାତ ପାଇଗଲେ। ଭାରି କଣ୍ଠରେ କହିଲେ, ମୁଁ ଜାଣେ ତମେ ଏ ଜନ୍ମରେ କ୍ଷମା ଦେବ ନାହିଁ। ଜୀବନ ସାରା ମୁଁ ଶାନ୍ତି ପାଇବି ନାହିଁ। ଦ୍ରାକ୍ଷା ନିସ୍ପୃହ କଣ୍ଠରେ କହିଲେ, ମୁଁ କ୍ଷମା କରିଦେଲେ ତମେ ଯଦି ଶାନ୍ତିରେ ରହିବ, ତେବେ ମୁଁ ତୁମକୁ କ୍ଷମା କରିଦେଲି। ତମର ଶାନ୍ତି ନଷ୍ଟ ହେଲେ ମୋର କିଛି ଲାଭ ହେବ ନାହିଁ। ସୁଖେନ୍ଦୁ ଚୁପଚାପ ବସି ରହିଲେ, ଦ୍ରାକ୍ଷା ମଧ୍ୟ। ଦ୍ରାକ୍ଷାଙ୍କ ଚିନ୍ତିତ ମୁହଁକୁ ଚାହିଁ ସୁଖେନ୍ଦୁ କହିଲେ, କ'ଣ ଭାବୁଛ? ମୋତେ ଅଭିଶାପ ଦେଉଛ? ଦ୍ରାକ୍ଷାର ଚକ୍ଷୁଦ୍ୱୟ ଅଶ୍ରୁପୂର୍ଣ୍ଣ ହୋଇଗଲା। ସେ ଅଶ୍ରୁର ଜୁଆର ସୁଖେନ୍ଦୁଙ୍କ ଆଖି ଦୁଇଟାକୁ ପ୍ଳାବିତ କରିଦେଲା। ଦ୍ରାକ୍ଷା ଜଡ଼ିତ କଣ୍ଠରେ କହିଲେ, ମୁଁ ତୁମକୁ ଅଭିଶାପ ଦେବି? ଏ ଜନ୍ମରେ ସେ କଥା ସମ୍ଭବ ନୁହେଁ। ସେହିପରି କହି ତୁମେ ମୋତେ ଦୁଃଖ ଦେଉଛ? ପୁଣି ସୁଖେନ୍ଦୁଙ୍କର ନିଥର ନୀରବତା। କିଛି କ୍ଷଣ ପରେ ସୁଖେନ୍ଦୁ କହିଲେ, ଶୁଣିଲି 2 ଦିନ ପରେ ତମେ ଚାଲି ଯାଉଛ। ଯିବାକୁ ତ ହେବ। କମଳ ବ୍ୟବସାୟ ଛାଡ଼ି ଆସିଛନ୍ତି। ମୋ ଲାଗି ଖୁବ୍ କ୍ଷତିଗ୍ରସ୍ତ ହେଲେଣି, ଦ୍ରାକ୍ଷା କହିଲେ। କମଳ ଖୁବ୍ ଭଲ ଥିଲା, ମୋ ଭଳି ପାଷାଣ୍ଡ ବର୍ବର ନୁହେଁ। ତମକୁ ସେ ଖୁବ୍ ଶ୍ରଦ୍ଧା କରେ। ତମ ଲାଗି ସେ ଯେକୌଣସି ତ୍ୟାଗ ସ୍ୱୀକାର କରିପାରେ। ସୁଖେନ୍ଦୁ ଗଭୀର ଦୃଷ୍ଟିରେ ଚାହିଁ କହିଲେ। ଦ୍ରାକ୍ଷାର କରୁଣ ଦୃଷ୍ଟି କଠୋର ହେଲା। କଟମଟ କରି ସେ ଚାହିଁଲେ ସୁଖେନ୍ଦୁଙ୍କୁ। ରୁକ୍ଷ କଣ୍ଠରେ କହିଲେ, ପୁରୁଷର ନାରୀ ପ୍ରତି ସ୍ନେହ ଶ୍ରଦ୍ଧା ବିଷୟରେ ମୋର ଭରସା ନାହିଁ। କମଳ ତ ମୋ ପାଖରେ ଜଣେ ଦ୍ୱିତୀୟ ତୃତୀୟ ପୁରୁଷ। ତା କଥା
ଉଠୁଛି କାହିଁକି? ସବୁଥିରେ ବ୍ୟତିକ୍ରମ ଥାଏ। କମଳ ପୁରୁଷ ଚରିତ୍ରର ଏକ ବ୍ୟତିକ୍ରମ। ତାର ସ୍ନେହ ଶ୍ରଦ୍ଧା ଉପରେ ନିର୍ଦ୍ୱନ୍ଦ୍ୱରେ ଭରସା ରଖାଯାଇପାରେ। ସୁଖେନ୍ଦୁ ସ୍ଥିର କଣ୍ଠରେ କହିଲେ। ଦ୍ରାକ୍ଷା ତାତି ଉଠିଲେ। ଜ୍ୱଳନ୍ତ ଦୃଷ୍ଟିରେ ସୁଖେନ୍ଦୁକୁ ଚାହିଁ ରହି ପ୍ରଶ୍ନ କଲେ, ତୁମେ କ'ଣ କହିବାକୁ ଚାହୁଁଛ? ଦିନେ କମଳେଶ ସହ ତମର ବିବାହ ସ୍ଥିର ହୋଇଥିଲା। ସେତେବେଳେ ସେ ଥିଲା ତମ ପାଇଁ ସର୍ବୋତ୍କୃଷ୍ଟ ପାତ୍ର। ଏବେ ମଧ୍ୟ ସେ ତୁମକୁ ଶ୍ରଦ୍ଧା କରେ। ତମେ ମନ ସ୍ଥିର କଲେ? ସୁଖେନ୍ଦୁ କଥାଟା ଅଧା ରଖି ଦ୍ରାକ୍ଷାଙ୍କ ଆଖିରେ ସମର୍ଥନ ଖୋଜିଲେ। ଶକ୍ ଲାଗିଲା ଭଳି ଉଠି ପଡ଼ିଲେ ଦ୍ରାକ୍ଷା। ଦୃଷ୍ଟିର ନିଆଁରେ ସୁଖେନ୍ଦୁଙ୍କୁ ଜାଳି ପକାଇବେ ଯେମିତି। ରାଗରେ ଥରି ଥରି କହିଲେ, ତମେ ଦିନେ ମୋର ସ୍ୱାମୀ ଥିଲ ବୋଲି ଆଜି ଭାବିଲେ ମୋର ଲଜ୍ଜା ହେଉଛି। ଛି, ତମେ ଏତେ ଦୁର୍ବଳ। କୌଣସି ପୁରୁଷ ନିଜର ପରିତ୍ୟକ୍ତ ପତ୍ନୀକୁ ଅନ୍ୟ ପୁରୁଷର ପ୍ରିୟଭାଜନ ହେବା ପାଇଁ ମଧ୍ୟ ସହ୍ୟ କରିପାରେ ନାହିଁ। ନିଜର ପତ୍ନୀକୁ ଅନ୍ୟର ପତ୍ନୀ ହେବା ପାଇଁ ଉପଦେଶ ଦେବା କଥା ମହାପୁରୁଷଙ୍କ ପକ୍ଷେ ସମ୍ଭବ ହୋଇପାରେ, ନଚେତ୍ କାପୁରୁଷ ପକ୍ଷେ, କିନ୍ତୁ ପୁରୁଷ ଦ୍ୱାରା ତାହା ସମ୍ଭବ ନୁହେଁ। ତମେ ପୁରୁଷ ନୁହଁ, କୌଣସି ନାରୀର ସ୍ୱାମୀ ହେବାର ଉପଯୁକ୍ତ ନୁହଁ। ସୁଖେନ୍ଦୁ ଉତ୍ତ୍ୟକ୍ତ ହେଲେ ନାହିଁ। ଅବୁଝା ପିଲାକୁ ବୁଝାଇବା ଢଙ୍ଗରେ କହିଲେ, ମୁଁ ତମର ଭଲ ପାଇଁ କହୁଛି। ସ୍ୱାମୀ ପରିତ୍ୟକ୍ତା ନାରୀଟିଏ ଆମ ସମାଜରେ ଏକା ଏକା ବାଟ ଚାଲିବାରେ ଅନେକ ବାଧା, ଲାଞ୍ଛନା, ଦୁଃଖ ଓ ଯନ୍ତ୍ରଣାର ସମ୍ମୁଖୀନ ହୁଏ। କମଳେଶ ତମକୁ ସେ ବିପଦରୁ ରକ୍ଷା କରିବ। ଦ୍ରାକ୍ଷା ଉତ୍ତ୍ୟକ୍ତ ହୋଇ ଉଠି କହିଲେ, ତମେ ଭାବୁଛ ମୁଁ କାଳେ ତମ ବିରୁଦ୍ଧରେ କିଛି ପଦକ୍ଷେପ ନେବି? ସେଥିପାଇଁ ତମେ ମୋତେ କମଳର ଆଶ୍ରୟ ଭିତରକୁ ଜୋର କରି ଠେଲି ଦେଇ ନିଶ୍ଚିନ୍ତ ହେବାକୁ ଚାହଁ। ମାତ୍ର ତମେ ବୁଝି ସାରିଥିବ ତମକୁ ଅସୁବିଧାରେ ପକାଇବା ଭଳି ଝିଅ ମୁଁ ନୁହେଁ। ଛାଡ଼, ହୁଏତ ପ୍ରକାଶ କରିଦେଇପାରେ। ଦୟାକରି ମୋତେ ମୋ ବାଟରେ ଛାଡ଼ିଦିଅ। ତମକୁ ଅନୁରୋଧ, ଜୀବନରେ କୌଣସି ଦିନ ମୋର ଭଲ ମନ୍ଦ ନେଇ ମୁଣ୍ଡ ଖେଳାଇବ ନାହିଁ। ନିସ୍ତୁପ ହୋଇଗଲେ ସୁଖେନ୍ଦୁ। ଦ୍ରାକ୍ଷା ନିଜ ଭିତରେ ଜଳି ଜଳି ବସି ରହିଲେ। ସୁଖେନ୍ଦୁ କଥାର ମୋଡ଼ ଘୁରାଇ ଦେଇ ପ୍ରଶ୍ନ କଲେ, ଶୁଣିଲି ଗାଁର ସବୁ ଜମି ଘରଦ୍ୱାର ବିକ୍ରି କରି ମୋ ପାଖକୁ ଆସିବା ପାଇଁ ଟଙ୍କା ଯୋଗାଡ଼ କରିଛ? ମୁଁ ଏସବୁ କିଛି ଜାଣେନା। ଏସବୁ ମାଙ୍କର କାମ। ମା ଭାବିଥିଲେ ତାଙ୍କ ପୁଅକୁ ଫେରାଇ ନେଲେ ପୁଣି ଥରେ ସେ ଘରଦ୍ୱାର କିଣି ପକାଇବେ। ଦ୍ରାକ୍ଷା କହିଲେ। ସୁଖେନ୍ଦୁ ଶାନ୍ତ କଣ୍ଠରେ କହିଲେ, ସେ ଯାହା ବି ହଉ, ଏବେ କମଳେଶର ଦାନ ସେଇ ବଙ୍ଗଳାର ଅର୍ଦ୍ଧେକ ଅଂଶ ହିଁ ତମର। ସଂସାରରେ ମୁଣ୍ଡ ଗୁଞ୍ଜିବାର ଏକମାତ୍ର ସ୍ଥାନ। ସାରା ଜୀବନ କମଳେଶର ଦାନ ଉପରେ ହିଁ ଯଦି ବଞ୍ଚିବାକୁ ହେବ, କାହାର ଦାନ ଉପରେ ମୁଁ ବଞ୍ଚିବାକୁ ଚାହେଁ ନାହିଁ। ମୋ ବ୍ୟବସ୍ଥା ମୁଁ କରିନେବି। ଦ୍ରାକ୍ଷା ସେମିତି ଉତ୍ତ୍ୟକ୍ତ କଣ୍ଠରେ କହିଲେ। କଥା ଭଳି କାମଟା ଏତେ ସହଜ ନୁହେଁ। ତୁମେ ଏପର୍ଯ୍ୟନ୍ତ ବାସ୍ତବ ସଂସାରର ସଂଘର୍ଷର ମୁକାବିଲା କରିନାହଁ। ସୁନ୍ଦରୀ ନାରୀଟିର ଅସହାୟତାର ଫାଇଦା ଉଠାଇବାକୁ ସଂସାରରେ ଅସାମାଜିକ ବ୍ୟକ୍ତିଙ୍କର ଅଭାବ ନାହିଁ। ମୁଁ ତମ ପାଇଁ ଚିନ୍ତିତ, ସୁଖେନ୍ଦୁ କହିଲେ। ଧନ୍ୟବାଦ, ଦ୍ରାକ୍ଷା ଫୋପାଡ଼ିଲା ଭଳି ଉତ୍ତର ଦେଲେ। ସୁଖେନ୍ଦୁ ପୂର୍ବ ଭଳି ଶାନ୍ତ କଣ୍ଠରେ କହିଲେ, ମୁଁ ଜାଣେ ତମେ କମଳେଶର ଦାନ ଉପରେ ବଞ୍ଚି ରହିବାକୁ ପସନ୍ଦ କରିବ ନାହିଁ। ତା ଛଡ଼ା ମୋ ଦେଶରେ ମୋର ନିଜର ଘର ଖଣ୍ଡିଏ ହେଇ କିଛି ରହିବା ଆବଶ୍ୟକ। ଏଭାଙ୍କୁ ନେଇ ମୁଁ ହୁଏତ କେବେ ଇଣ୍ଡିଆ ବୁଲି ଯାଇପାରେ। ସେତେବେଳେ ରହିବି କେଉଁଠି? ନିଜର ଜନ୍ମସ୍ଥାନକୁ ଯାଇ ହୋଟେଲରେ ରହିବି। ଦ୍ରାକ୍ଷା ସହଜ କଣ୍ଠରେ କହିଲେ, କମଳେଶ ବଙ୍ଗଳାର ଅର୍ଦ୍ଧେକ ଅଂଶ ତମ ନାମରେ କରିଦେଇଛନ୍ତି। ଆଇନତଃ ସେଇ ଅଂଶର ମାଲିକ ତମେ। ତମ ଘରେ ତମେ ରହିବ। ସୁଖେନ୍ଦୁ କହିଲେ, କମଳେଶ ଦିନେ ମୋର ବନ୍ଧୁ ଥିଲା, ଆଜି ସେ ମୋର ଶତ୍ରୁ। ତମ ପ୍ରତି ଅବିଚାର କରି ମୁଁ ତାର ସ୍ନେହ ଶ୍ରଦ୍ଧା ହରାଇଛି। ତାର ଦାନ ଆଉ ଗ୍ରହଣ ଯୋଗ୍ୟ ନୁହେଁ। ତେଣୁ ସେ ବଙ୍ଗଳାର ଅର୍ଦ୍ଧେକ ଅଂଶ ମୂଲ୍ୟ କମଳକୁ ବାଧ୍ୟ କରି ଦେଇଛି। ଅର୍ଥାତ୍ ମୁଁ ସେଇ ଅଂଶତକ କିଣିନେଲି ବୋଲି ଭାବ। ତମେ ମା ସହ ସେଠାରେ ହିଁ ରହିବ। ଠିକ୍ ଅଛି, ତମର ବଦାନ୍ୟତା ଚିରଦିନ ମନେ ରହିବ। ଅନ୍ୟ କିଛି ବ୍ୟବସ୍ଥା ନ କରିବା ଯାଏ ମୁଁ ସେଠାରେ ରହିବି। ତମ ଘର ତ ଆଉ ମୋ ଘର ହେଇ ନାହିଁ। ପୁରୁଷର ମନ ବଦଳିଗଲେ ସ୍ତ୍ରୀର ଭାଗ୍ୟ ବଦଳିଯାଏ। ତା ସଙ୍ଗେ ସଙ୍ଗେ ଘର ବି
ବଦଳାଇବାକୁ ପଡ଼େ। ପୁରୁଷର ମନ ବଦଳିବାଟା କେତେ ସହଜ।